ଏହି ତିନୋଟି ଗୁଣ ଥିବା ନାରୀ ବିବାହ ପରେ ଘରକୁ ଆଣିଥାନ୍ତି ସୁଖ ସମୃଦ୍ଧି। ଶାସ୍ତ୍ର କହୁଛି ବିବାହ ଜୀବନର ଗୋଟିଏ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ, ଯାହାକୁ ତରବରିଆ ଭାବରେ ନିଆଯାଇ ପାରିନଥାଏ। ଯଦି କିଛି ସେଭଳି କରାଗଲା ତେବେ ଗୋଟିଏ ପରିବାର ନଷ୍ଟ ହୋଇଯାଏ। ପିତାମାତା ନିଜ ପୁତ୍ରକନ୍ୟା ପାଇଁ ବିବାହ ପ୍ରସ୍ତାବ ପକାଇ କିନ୍ତୁ ପୁଅ ଝିଅ ନିଜ ପାଇଁ ନିଜର ଉପଯୁକ୍ତ ପାତ୍ର ବା ପାତ୍ରୀ ଚୟନ କରିଥାନ୍ତି। ଆଜିର ବିଦୁର ନୀତି କହୁଛି ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ବିବାହ ପୂର୍ବରୁ ସଠିକ୍ ଜୀବନସାଥୀ ବାଛିବା। ଯଦି ଗୋଟିଏ ଠିକ୍ ଜୀବନସାଥୀ ମିଳିଗଲା ତେବେ ଜୀବନ ସୁଖମୟ ହେବା ସହ ଘର ସ୍ୱର୍ଗ ହୋଇଯାଏ। ଆସନ୍ତୁ ଜାଣିବା ସେହି ବିଶେଷ ଗୁଣ ଗୁଡ଼ିକ କ'ଣ। ମର୍ଯ୍ୟାଦାରେ ରହୁଥିବା ନାରୀ। ବିବାହ ଗୋଟିଏ ପବିତ୍ର ବନ୍ଧନ ଅଟେ। ଏହି ବନ୍ଧନରେ ଉଭୟ ପୁରୁଷ ଓ ନାରୀ ନିଜେ ସର୍ବଦା ସଚୋଟ ରହିବା ନିହାତି ଆବଶ୍ୟକ। କିନ୍ତୁ ଯେଉଁ ନାରୀ ନିଜକୁ ମର୍ଯ୍ୟାଦାରେ ରଖିଥାଏ, ବିବାହ ପରେ ଅନ୍ୟ ପୁରୁଷ ବିଷୟରେ ଚିନ୍ତା କରେ ନାହିଁ ଓ ନିଜର ମନକୁ ପବିତ୍ର ରଖିଥାଏ, ସେହିଭଳି ଘରର ସର୍ବଦା ଉନ୍ନତି ହୋଇଥାଏ। ଏଭଳି ନାରୀ ଘରର ଓ ପରିବାରର ସବୁବେଳେ ଉନ୍ନତି ବିଷୟରେ ଚିନ୍ତା କରିଥାଏ। ବିବାହ ପରେ ପ୍ରତ୍ୟେକ ନାରୀ ଓ ପୁରୁଷ ବାହ୍ୟ ସୌନ୍ଦର୍ଯ୍ୟକୁ ଉଭୟଙ୍କର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ପରଖିବା ଉଚିତ। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଟନ୍ତି, ତେଣୁ ଉଭୟ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ। ତେଣୁ ଯେତେ ଅସୁବିଧା ସମୟ ଆସୁ କେହି କାହାର ହାତ ଛାଡ଼ିବା ଉଚିତ ନୁହେଁ। ଧର୍ମର ପାଳନ କରୁଥିବା, ଧର୍ମକର୍ମରେ ଜଡ଼ିତ ମହିଳା ଠିକ୍ ଭୁଲ ମଧ୍ୟରେ ସଠିକ୍ ପାର୍ଥକ୍ୟକୁ ଜାଣି ପାରିଥାଏ। ଏଭଳି ନାରୀ କେବଳ ପରିବାରକୁ ନୁହେଁ ସମାଜକୁ ମଧ୍ୟ ସଠିକ୍ ରାସ୍ତା ଦେଖାଇ ପାରିଥାଏ। ଆଧ୍ୟାତ୍ମିକରେ ବିଶ୍ୱାସ ରଖୁଥିବା ନାରୀ ଯେଉଁ ଘରେ ରହିଥାଏ ସେଠାରେ କଦାପି ଶାନ୍ତି ଭଙ୍ଗ ହୋଇନଥାଏ। ଧାର୍ମିକ କାର୍ଯ୍ୟରେ ସମ୍ପୃକ୍ତି ରହିଥିବା ନାରୀର ଗୁଣ ବିବାହ ପରେ ମଧ୍ୟ ନିଜ ପିଲାମାନଙ୍କ ମଧ୍ୟରେ ଭରିଥାଏ। ଏହାଦ୍ୱାରା ଅନେକ ପିଢ଼ି ପ୍ରଭାବିତ ହୋଇଥାନ୍ତି। ସନ୍ତୋଷ ପ୍ରଦାନକାରୀ। ଯେଉଁ ସ୍ତ୍ରୀମାନଙ୍କର ମଧ୍ୟରେ ଲୋଭ ଭାବ ରହିନଥାଏ ସେ ନିଜର ଦାମ୍ପତ୍ୟ ଜୀବନକୁ ସୁଖମୟ କରିଥାଏ। ଏଭଳି ନାରୀମାନେ ପରିସ୍ଥିତି ଅନୁରୂପ କାର୍ଯ୍ୟ କରିଥାନ୍ତି। ଧୈର୍ଯ୍ୟ ଦ୍ୱାରା ସନ୍ତୋଷ ଭାବ ଜାଗ୍ରତ ହୋଇଥାଏ। ଯେଉଁ ସ୍ତ୍ରୀ ବିବାହ ପରେ ନିଜ ପରିବାରର ସ୍ଥିତିକୁ ସନ୍ତୁଳନ ରଖିବା ପାଇଁ ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ଦେଖାଇଥାଏ, ସେ ଗୋଟିଏ ଭଲ ସ୍ୱଭାବର ନାରୀ ହୋଇଥାଏ। ଏହି ତିନୋଟି ଗୁଣ ଥିବା ନାରୀ ବିବାହ ପରେ ଘରକୁ ଆଣିଥାନ୍ତି ସୁଖ ସମୃଦ୍ଧି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ।